ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାସ୍ତାରେ ବୁଲା କୁକୁର ବୁଲି ପାରିବେ ନାହିଁ 8 ସପ୍ତାହ ଭିତରେ ସେମାନଙ୍କୁ ଡଗ୍ ସେଲ୍ଟରକୁ ସ୍ଥାନାନ୍ତର କରାଯିବ। ଏ ନେଇ ମଧ୍ୟ ଅନେକ ପ୍ରତିବାଦ କରାଯାଉଛି। ରାହୁଲ ଗାନ୍ଧୀ ମଧ୍ୟ ଏ ନିର୍ଦ୍ଦେଶକୁ ପ୍ରତିବାଦ କରିଛନ୍ତି। ମାନେକା ଗାନ୍ଧୀ ମଧ୍ୟ ଏ ନେଇ ତାଙ୍କର ମନ୍ତବ୍ୟ ରଖିଛନ୍ତି। ଆପଣ ସାର୍ କଣ କହିବେ ଏ ବିଷୟରେ? ଦେଖନ୍ତୁ ଏଇ ବିଷୟରେ ତ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରାଯାଇପାରେ। କେବଳ ଡଗ୍ ଲଭର ନୁହନ୍ତି, ଆପଣଙ୍କର ଯୋଉମାନେ ପେଟା ବୋଲି ଅନୁଷ୍ଠାନ ଅଛି ସେମାନେ ମଧ୍ୟ ଯୋଉ କ୍ରୁଏଲିଟି ଟୁ ଆନିମଲ୍ସ ମାନଙ୍କ ବିଷୟରେ ସେମାନେ ମଧ୍ୟ କୁହନ୍ତି। ସେ କହନ୍ତି ସେମାନେ ପ୍ରାଣୀ ଯୋଉମାନେ କି ନ୍ୟାଚୁରାଲ ସ୍କାଭେଞ୍ଜର ବା ପ୍ରାକୃତିକ ଭାବରେ ସେମାନେ ହଉଛନ୍ତି, ସେମାନେ ପରିବେଶକୁ ସଫାସୁତୁରା ରଖନ୍ତି। ଏଇ ସବୁ କଥା ହଉଛି ଯେ ବାସ୍ତବରେ ଆମେ ଯୋଉମାନେ ସମସ୍ତେ ଗୋଟେ ସଭ୍ୟ ସମାଜରେ ବାସ କରୁଛେ, ଆମେ ଯେ ରାସ୍ତାରେ ଅନ୍ୟ ପ୍ରାଣୀ ମାନେ ଖୋଲା ମଲାରେ ବୁଲିବେ, ସେ କୁକୁର ହୁଅନ୍ତୁ, ଗାଈ ହୁଅନ୍ତୁ ବା ଷଣ୍ଢ ହୁଅନ୍ତୁ, ଏଗୁଡ଼ିକୁ କେବେ ହେଲେ ବରଦାସ୍ତ କରିବା ପାଇଁ ପ୍ରସ୍ତୁତ ନାହିଁ। ଏକଥା ସତ୍ୟ ଯେ କୁକୁର ମାନେ ବିଭିନ୍ନ ସମୟରେ ମଇଳା ସେମାନେ ଖାଇ ନିଅନ୍ତି, ଯାହାଫଳରେ କୁଆ ଏବଂ କୁକୁର ଏମାନେ ଖାଇ ନିଅନ୍ତି। କିନ୍ତୁ ତାହାର ଅର୍ଥ ନୁହେଁ ଯେ ସେମାନେ ମେଳା କରିକିରି ରାସ୍ତା ଉପରେ ଶୋଇଥିବେ, ଆପଣ କେହି ଜଣେ ସେ ବାଟ ଦେଇକି ଅଜଣା ରାସ୍ତାରେ ଚାଲିଗଲେ ସେମାନେ ତା ପଛେ ପଛେ ତାକୁ ଗୋଡେଇବେ ଏବଂ କାମୁଡିବେ। ଅନେକ ଲୋକ ତାଙ୍କ ପ୍ରାଣ ହରଉଛନ୍ତି, ଖଣ୍ଡିଆ ଖାବରା ହଉଛନ୍ତି। ମୁଁ ତ ନିଜେ ସେଥିରେ ବହୁତ ଗୋଟେ ଆପଣ ସାଙ୍ଗରେ ଯଦି କିଛି ଦୋକାନରୁ ହୋଟେଲରୁ କିଛି କିଣିକିରି ଖାଦ୍ୟ ଘରକୁ ନେଇକି ଯାଉଛନ୍ତି, ସେମାନେ ଆପଣଙ୍କ ପଛରେ ଗୁଡେ ବାଟ ଦୌଡ଼ିବେ। ଆପଣ ଟେକା ପଥର ଫିଙ୍ଗିବାକୁ ପଡିବ କିମ୍ବା ମର୍ଣ୍ଣିଂ ୱାକ୍ କଲା ବେଳେ ମଧ୍ୟ ଗୋଟେ ବାଡି ଧରିକି ଆପଣ ଚାଲିବାକୁ ପଡିବ। ଇଏ ହଉଛି ବାସ୍ତବ ସ୍ଥିତି। ଆମେ ଏଇଥିପାଇଁ କଣ ଚାହୁଁଛେ, ସ୍କାଭେଞ୍ଜର ବା ନ୍ୟାଚୁରାଲ ସ୍କାଭେଞ୍ଜର ହିସାବରେ କୁକୁର ମାନଙ୍କୁ ଚାହୁଁଛେ ବଞ୍ଚେଇବା ପାଇଁ, ଯୋଉମାନେ କି ଆମକୁ ଖଣ୍ଡିଆ ଖାବରା କରିବେ। କଥା ହଉଛି ଯେ ଆମର ଗୋଟେ ଆଧୁନିକ ସଭ୍ୟ ସମାଜରେ ମଇଳା ଉଠେଇ ନେବା ପାଇଁ ରାସ୍ତାରେ କେହି ହେଲେ ଆମେ ଜମା କରିବା କଥା ନୁହେଁ, ରାସ୍ତାକୁ ମଇଳା କରିବା କଥା ନୁହେଁ। ନିଜର ମଇଳାକୁ ସଂଗ୍ରହ କରିବା ଏବଂ ତାକୁ ମ୍ୟୁନିସିପାଲିଟି ପକ୍ଷରୁ ହଉ କିମ୍ବା କୌଣସି ପ୍ରକାର ଆମେ ମାନେ ମେଳମାଳ ହେଇକିରି ତାକୁ ସେ ମଇଳା ତାକୁ ଏକତ୍ର କରିବା ଏବଂ ତାକୁ ଗୋଟେ ନେଇକିରି ଡିସ୍ପୋଜ କରିବା ବା ଗୋଟେ ଜାଗାରେ ନେଇକିରି ତାକୁ ନଷ୍ଟ କରିବା ବା ସଢେଇବା, କମ୍ପୋଷ୍ଟ କରିବା, ଏଇଟା ଗୋଟେ କର୍ତ୍ତବ୍ୟ। ଆମେ ଯଦି ରାସ୍ତାଘାଟରେ ଫିଙ୍ଗିବା ଏବଂ ଆଶା କରିବା ଯେ କୁକୁର ମାନେ ତାକୁ ଖାଇକି ସଫା କରିବେ ଏବଂ ସେମାନେ ହିଁ ରହିବେ, ଆମେ ମାନେ କାମୁଡା ଖାଇବା, ମୁଁ କାହିଁ ଭାବୁଛି ଏଇଟା ଗୋଟେ ଉପଯୁକ୍ତ କଥା ନୁହେଁ। ଆପଣ ଜାଣିଛନ୍ତି ଅତୀତରେ କୁକୁର ମାନଙ୍କର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଗୋଟେ ଯୋଜନା ହେଲା। ସେ କୁହାଗଲା ଯେ ଆପଣଙ୍କର ପୁରୁଷ କୁକୁରଙ୍କୁ ବନ୍ଧ୍ୟାକରଣ କରିଦେବା ହେଲା। କଣ ଆପଣଙ୍କର ସେମାନେ ବିଭିନ୍ନ ସମୟରେ କୋର୍ଟ କଚେରୀରେ ମାମଲା ଚାଲିଲା ଏବଂ ପରବର୍ତ୍ତୀ କାଳ ଯେତେବେଳେ ସ୍ଥିର ହେଲା, ସେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକ ନାହାନ୍ତି ଯୋଉମାନେ କି ବନ୍ଧ୍ୟାକରଣ କରିବେ। ଏଇ ଯୋଉ ପ୍ରହେଳିକା ଏବଂ ପ୍ରବଞ୍ଚନା, ୟା ଭିତରେ ଆମେ କେତେ ଦିନ ବଞ୍ଚିବା? ମୁଁ ତ ଭାବୁଛି, ମୋର ବ୍ୟକ୍ତିଗତ ମତ ରହିବ ଯେ ରାସ୍ତାରେ କୁକୁର କେବଳ ନୁହନ୍ତି, ଗାଈ ଗୋରୁ ଷଣ୍ଢ ବିଭିନ୍ନ ପ୍ରକାରର ପ୍ରାଣୀ, ଏମାନେ କେହି ହେଲେ ଏମିତିକି ପାଗଳା ଏବଂ ଭିକାରୀ ମଧ୍ୟ, ଏମାନେ କେହି ହେଲେ ରାସ୍ତାରେ ରହିବା କଥା ନୁହେଁ। ଏମିତିକି ଆପଣ ଦେଖୁଛନ୍ତି ଯୋଉମାନେ ସମସ୍ତେ ବୁଲା ବିକାଳି ମାନେ ମଧ୍ୟ ଫୁଟପାଥକୁ ମାଡି ବସୁଛନ୍ତି, ଚାଲି ହଉନାହିଁ। ସାଇକେଲ ଟ୍ରାକ୍ କରାହେଇଛି, ତାପରେ ମଧ୍ୟ ମାଡି ବସୁଛନ୍ତି। ଏଗୁଡିକ ବରଦାସ୍ତ କେବେ ହେଲେ କରିବା ଉଚିତ ନୁହେଁ। ବରଂ ସେମାନଙ୍କ ପାଇଁ କି ଆମକୁ କିଛି ଏମିତି ବ୍ୟବସ୍ଥା କରିବାକୁ ପଡିବ ଯୋଉଠିକି ସେମାନେ ତାଙ୍କର ଜୀବନ ଯାପନ ବି କରିପାରିବେ ସ୍ୱାଚ୍ଛନ୍ଦ୍ୟରେ, ତାଙ୍କର ବଞ୍ଚିବାର ବି ଅଧିକାର ଅଛି। କୁକୁର ମାନଙ୍କୁ ଯୋଉ କଥାକୁ ନେଇକିରି ଗୋଟେ ଜାଗାରେ ଖୁଆଡରେ ତାଙ୍କୁ ଖାଇବା ପିଇବା ଦେଇକି ରଖନ୍ତୁ ଏବଂ ସେମାନଙ୍କୁ ଯଦି ବଞ୍ଚିବା ପାଇଁ ସବୁ କୁକୁରଙ୍କୁ ନେଇ ବୁଲା କୁକୁରଙ୍କୁ ନେଇ ରଖିହବ ଗୋଟିଏ ଜାଗାରେ? ଆପଣ ଗୋଟେ ଭଲ ପ୍ରଶ୍ନ ପଚାରିଛନ୍ତି। କଥା ହଉଛି, ଯଦି ଆମର ବାଘ ରଖିବା ପାଇଁ କି ଆମର ଜାଗା ଅଛି, ହାତୀ ରଖିବା ପାଇଁ ଜାଗା ଅଛି ଏବଂ ବିଭିନ୍ନ ପ୍ରାଣୀ ମାନଙ୍କ ପାଇଁ କି ଆମର ଜାଗା ରଖିଛେ, କୁକୁର ମାନଙ୍କ ପାଇଁ କାହିଁ ଜାଗା ନାହିଁ? ଆପଣ ଦେଖନ୍ତୁ, ଯୋଉ ଅଞ୍ଚଳରେ ବାଘ ରଖୁଛନ୍ତି ସେଇ ଅଞ୍ଚଳରେ ଯଦି କୁକୁର ଛାଡିଦେବେ, ସେ କୁକୁର ମାନଙ୍କୁ ବାଘ ମାନେ ଖାଇଯିବେ। ଅନେକ ସମୟରେ ଆମକୁ ଏଭଳି ଭାବରେ ଏଇ କଥାଟିକୁ ମୁଁ କହିବା ଅପେକ୍ଷା ଯୋଉମାନେ ପ୍ରାଣୀ ବିଶେଷଜ୍ଞ ଅଛନ୍ତି, ବିଶେଷ କରି ବନ୍ୟପ୍ରାଣୀ ବିଶେଷଜ୍ଞ ଅଛନ୍ତି, ସେମାନେ ଜାଣିଛନ୍ତି ଖାଦ୍ୟ ଏବଂ ଖାଦକ ମାନଙ୍କ ମଧ୍ୟରେ ସମ୍ପର୍କ। ହାତୀ ମାନେ ଜଙ୍ଗଲରେ ଆମେ ତାଙ୍କ ପାଇଁ କି ଖାଦ୍ୟ ରଖିନାହିଁ, ଆମେ ସେମାନଙ୍କ ପିଇବା ପାଇଁ ପାଣି ରଖିନାହିଁ, ତାଙ୍କର କୌଣସି ପୋଖରୀ ନାହିଁ, ନଦୀ ଝରଣାକୁ ଆମେ ପୋତି ଦେଇଗଲେଣି ଏବଂ ସେଗୁଡିକ ପାଇଁ ସେମାନେ ଆମର ସଭ୍ୟତା ଭିତରକୁ ପଶି ଆସୁଛନ୍ତି, ଆମର ଧାନ ବିଲ ଧାନ ଖାଉଛନ୍ତି, ଘର ଭାଙ୍ଗୁଛନ୍ତି। ଆମେ ଯଦି ଭାବିବା ଯେ ସେମାନଙ୍କ ମଧ୍ୟ ପ୍ରାଣୀ ନା, ଆମେ ତାକୁ କାହିଁକି ଅଟକେଇବା? କଥା ହଉଛି, ଯିଏ ଯାହାର ପରିବେଶରେ ବଞ୍ଚିବାର ଅଧିକାର ଅଛି ଏବଂ ତାଙ୍କୁ ସେ ସୁଯୋଗ ଦିଆଯାଉ। ସେମାନେ ଯୋଉମାନେ ପୋଷା କୁକୁର ରଖୁଛନ୍ତି, ସେମାନେ ଗୋଟେ ସୌଖିନରେ ରଖୁଛନ୍ତି, ବିଭିନ୍ନ କାରଣରୁ ରଖୁଛନ୍ତି। ପୋଲିସ ମଧ୍ୟ କୁକୁର ରଖିଛନ୍ତି ତାଙ୍କର ସେବା ଗ୍ରହଣ କରିବା ପାଇଁ ଏବଂ ସେମାନଙ୍କୁ ଖୋଲାମେଲାରେ ମଧ୍ୟ ରାସ୍ତା ଉପରେ କେହି ହେଲେ ଛାଡିବା ଉଚିତ ନୁହେଁ। କଥା ହଉଛି ଯେ କୁକୁର ମାନଙ୍କର ଅନେକ ଉପକାରୀ ସେମାନେ ପ୍ରାଣୀ ହେଇଥିଲେ ବି ମଧ୍ୟ
ପ୍ରତ୍ୟେକର ଏକ ନିର୍ଦ୍ଦିଷ୍ଟ ସୀମା ଅଛି ଏବଂ ସୀମା ଭିତରେ ସମସ୍ତେ ରହିବା କଥା। ତେବେ ଆପଣ ମୁଁ ତ କହୁଛନ୍ତି ଭାବୁଛି ସୁପ୍ରିମ କୋର୍ଟ ଯାହା ବି ନିର୍ଦ୍ଦେଶ ଦେଇଛନ୍ତି ସେ ସବୁ ଠିକ ଆପଣଙ୍କ ମତରେ? ହଁ, ଏପର୍ଯ୍ୟନ୍ତ ଯାହା ଦେଇଛନ୍ତି ଠିକ ଏବଂ ତାକୁ କଡାକଡି ଭାବରେ ତାକୁ ଆମେ ସମ୍ମାନର ସହିତ ଆମେ ତାକୁ ଗ୍ରହଣ କରିବା ଉଚିତ। ଯଦି ଚାହୁଁଛେ ଯେ ସେମାନେ ସୁପ୍ରିମକୋର୍ଟ କରନ୍ତି କେବଳ ଆଇନର ତର୍ଜମା କରିକି ନିର୍ଦ୍ଦେଶ ଦିଅନ୍ତି, ମନର ଇଚ୍ଛା କିଛି କୌଣସି କୋର୍ଟ ମନ ଇଚ୍ଛା ନିର୍ଦ୍ଦେଶ ଦେଇପାରନ୍ତି ନାହିଁ। ଆମେ ଯଦି ଚାହୁଁଛେ ପରିବର୍ତ୍ତନ ପାଇଁ ଆମେ ଆଇନର ପରିବର୍ତ୍ତନ କରିପାରିବା। ଆମର ଯଦି ବିଧାୟକ ମାନେ କୁକୁର ମାନଙ୍କୁ ଅଛନ୍ତି, ରିଲୋକେଟେଡ କରାଯାଏ ସେମାନେ ମରିଯିବେନି? ଦେଖନ୍ତୁ ସେମାନଙ୍କର ସଂଖ୍ୟା ବର୍ତ୍ତମାନ ମଣିଷଙ୍କର ସଂଖ୍ୟା ଯୋଉଭଳି ଭାବରେ ବଢିଛି, କୁକୁରଙ୍କର ସଂଖ୍ୟା ସେଇ ଅନୁପାତ ଭାବରେ ଯେ ବଢିବ ମାନେ କିଛି ନାହିଁ। ଆମେ ତ କାହିଁକି ଗାଈ ମାନଙ୍କୁ ରଖିନାହିଁ? ଆମର ଗୋପାଳନ ଯୋଉମାନେ କରୁଛନ୍ତି ଆମେ ତାଙ୍କୁ କେତେ ପସନ୍ଦ କରୁଛେ, ଗାଈକୁ ଆମେ କେତେ ସେବା କରୁଛେ, କୁକୁରଙ୍କ ପାଇଁ କି କାହିଁକି ଆପଣଙ୍କର କାର ଭିତରେ ବସିକି ବୁଲିବ ଏବଂ ଗାଈ କଥା ଯିଏ ବୁଝିଲା ତାକୁ ଆମେ କହିବା ଯେ ତାକୁ ଥଟ୍ଟା ମଜା କରିବା, ଗୋ ସେବକ ଗୋବରୟା ବୋଲି କହିବା ଏବଂ ଇତ୍ୟାଦି ଇତ୍ୟାଦି ତାକୁ ଗାଳିମନ୍ଦ କରିବା। ମୁଁ କିଛି ବୁଝିପାରୁନାହିଁ। ଯୋଉମାନେ ଗୋପାଳନକୁ ଏତେ ହୀନ ଦୃଷ୍ଟିରେ ଦେଖୁଛନ୍ତି, କୁକୁର ସେବାଟାକୁ ଏତେ ପୁଣ୍ୟ ଦୃଷ୍ଟିରେ କେମିତି ଦେଖିବେ? ଆଜ୍ଞା। ତେଣୁ ମୋର ସେଇ କଥା ମୁଁ କହିବା ପାଇଁ ଚାହୁଁଛି ଯେ ଯେତେବେଳେ ମାନ୍ୟବର ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି ତାକୁ ଆମେ ପାଳନ କରିବା ପାଇଁ କି ମାନସିକତା ସୃଷ୍ଟି କରିବାର ଆବଶ୍ୟକତା ଅଛି। ଏ ନିର୍ଦ୍ଦେଶ କାର୍ଯ୍ୟକ୍ଷମ ହବ? ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶ କରିବାକୁ ବାଧ୍ୟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ମାନେ ତାଙ୍କର ବିଭିନ୍ନ ବିଭାଗ ମାଧ୍ୟମରେ କରିବାକୁ ବାଧ୍ୟ। ରାସ୍ତାରେ କୌଣସି ବୁଲା କୁକୁର ରହିପାରିବେ ନାହିଁ ଏବଂ ସେମାନଙ୍କୁ ଉଠେଇ ନେବାକୁ ପଡିବ। ତେବେ ଯୋଉମାନେ ବିରୋଧ କରୁଛନ୍ତି ସେମାନଙ୍କ ମତରେ ସେମାନେ କାହିଁକି ବିରୋଧ କରୁଛନ୍ତି? ଦେଖନ୍ତୁ ସେଗୁଡାକ ହଉଛି ସେମାନେ ମଣିଷକୁ ଭଲ ପାଆନ୍ତି ନାହିଁ, ସେମାନେ କୁକୁରକୁ ହିଁ ଭଲ ପାଆନ୍ତି। ସେଇଥିଲାଗି ସେମାନେ କହୁଛନ୍ତି ଯୋଉମାନେ ଗାଡି ମଟରରେ କାର ଭିତରେ ଏସି କାରରେ ଯିବା ଆସିବା କରୁଛନ୍ତି, ଯୋଉମାନଙ୍କର ରାସ୍ତାରେ ଗଲାବେଳେ ସିକ୍ୟୁରିଟି ଏମିତି ବନ୍ଦୋବସ୍ତ କରାଯାଉଛି ଯେ କୁକୁର ତାଙ୍କୁ ଚାହିଁ ପାରିବନି କି ଦେଖିପାରିବନି, ସେଇମାନେ ହିଁ ଏଭଳି କଥାବାର୍ତ୍ତା କରନ୍ତି। ସାଧାରଣ ଲୋକଟିଏ ଆପଣ ଦେଖିଛନ୍ତି ଛୋଟ ଛୁଆ ଜନ୍ମିତ ଛୁଆକୁ କୁକୁର ମାନେ ଜୁଣିକିରି ଖାଇ ଯାଇଛନ୍ତି? ଡାକ୍ତରଖାନାର ଭିତରେ ପଶିକିରି ସେମାନେ ଯାଇକିରି ଖାଇ ଦଉଛନ୍ତି ଛୋଟ ଛୋଟ ଛୁଆଙ୍କୁ। ଡାକ୍ତରଖାନା ଭିଡିଓ ଭିତରେ ଆସେ ବସିକି ଏମିତି। ବେଡ ଉପରେ ଶୋଉଛନ୍ତି କୁକୁର ମାନେ। ଏଇଟାକୁ କେତେ ଦିନ ଆମେ ସମ୍ଭାଳି ପାରିବୁ ରଖିବା? ଏଇଟା କଣ କେତେ ଦୂର ଠିକ ହଉଛି? ବିଲକୁଲ। ଯଦି ଆମେ କୁକୁରଙ୍କୁ ସମ୍ଭାଳି ପାରୁନାହେଁ, କୁକୁରଙ୍କୁ ସ୍ଥାନାନ୍ତରିତ କରିଗଲେ ଅସୁବିଧା କୋଉଠି ରହିଲା? ମୁଁ ତ ଭାବୁଛି ମାନ୍ୟବର ସୁପ୍ରିମକୋର୍ଟ ଯାହା କହିଛନ୍ତି ଆମେ ତାକୁ ଗ୍ରହଣ କରିବା ଦରକାର। ଯୋଉ ରାହୁଲ ଗାନ୍ଧୀ ହୁଅନ୍ତୁ ବା ଯେ କେହି ହୁଅନ୍ତୁ, ସେମାନେ ରାଜନୀତି କରିବା ଉଦ୍ଦେଶ୍ୟରେ କେବଳ ସେମାନେ ଏଭଳି କଥାବାର୍ତ୍ତା କରୁଛନ୍ତି ନିଜକୁ ଦୟାଳୁ ଦେଖେଇବା ପାଇଁ। ଆଚ୍ଛା, ବହୁତ ବହୁତ ଧନ୍ୟବାଦ ସାର୍। ଧନ୍ୟବାଦ।